ଆପଣମାନଙ୍କ ପାଇଁ ଏହି ଭିଡ଼ିଓ ମାଧ୍ୟମରେ ତିନୋଟି ବଡ଼ ଖବର ରହିଛି। ସବୁଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ରହିଛି। ପ୍ରଥମ ରହିଛି କାଳିଆ ଯୋଜନାକୁ ନେଇ ଗୋଟିଏ ବହୁତ ବଡ଼ ଅପଡେଟ୍। ଏହା ସହିତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନାକୁ ନେଇ ମଧ୍ୟ ଗୋଟିଏ ଅପଡେଟ୍ ରହିଛି। ତା ସହିତ ରାସନ କାର୍ଡକୁ ନେଇ ମଧ୍ୟ ଗୋଟିଏ ଅପଡେଟ୍ ରହିଛି, ଯାହାକି ଗୋଟିଏ ପରେ ଗୋଟିଏ ସମସ୍ତ ଖବର ବିଷୟରେ ଜାଣିପାରିବେ। ସେଥିପାଇଁ ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲକୁ ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପ୍ରଥମେ ଦେଖନ୍ତୁ, ରାସନ କାର୍ଡକୁ ନେଇ ବହୁତ ବଡ଼ ଗୋଟିଏ ଅପଡେଟ୍ ହୋଇଯାଇଛି। ଯେଉଁମାନେ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଥିଲେ কিংবা যে নূয়া মেম্বরকু তাঁকরি রাসন কার্ডরে এড করতে তাঁপাই গোটে বহুত বড় খুশি খবর রয়েছে, যা কি সরকার তরফর রাসন কার্ডর নূয়া লিস্ট জারি করা যাই, যা কি আপনার রাসন কার্ডর যে গভর্নমেন্ট ওয়েবসাইট রয়েছে সেই ওয়েবসাইট কু যাই নূয়া লিস্টটি চেক করে পারে। যে আবেদন করতে তা সহিত যে আপনার রাসন কার্ডে নূয়া মেম্বরকু এড করতে সে নূয়া রাসন কার্ডর লিস্টটি চেক করে দিও। তা সহিত দেখুন, যে রাসন কার্ড নূয়া আবেদন করা চাহুমান ସେମାନେ ଏବେ ତାଙ୍କରି ନୂଆ ରାସନ କାର୍ଡଟିକୁ ଆବେଦନ କରିପାରିବେ, ଯାହାକି ସରକାରଙ୍କ ତରଫରୁ ଆବେଦନ ପ୍ରକ୍ରିୟା ବର୍ତ୍ତମାନ ଚାଲୁ ରହିଛି। ଯେଉଁମାନେ ନୂଆ ଆବେଦନ କରିବା ପାଇଁ ଚାହୁଁଛନ୍ତି ସେମାନେ ଶୀଘ୍ର ଆପଣଙ୍କ ଯେଉଁ CSC ସେଣ୍ଟର ରହିଛି সেই CSC ସେଣ୍ଟରକୁ ଯାଇକରି ଆପଣ ଆବେଦନ କରିପାରିବେ। ନହେଲେ ଆପଣଙ୍କର ଯେଉଁ ଯୋଗାଣ ଅଧିକାରୀ ରହିଛନ୍ତି সেই ଯୋଗାଣ ଅଧିକାରୀ ସହିତ ଯୋଗାଯୋଗ କରିକି ଆପଣ ନୂଆ ରାସନ କାର୍ଡଟି ଆବେଦନ କରିପାରିବେ। ପରବର୍ତ୍ତୀ ଖବର ଦେଖନ୍ତୁ, କାଳିଆ ଯୋଜନାକୁ ନେଇ। ବର୍ତ୍ତମାନ କାଳିଆ ଯୋଜନାକୁ ନେଇ ସୋସିଆଲ ମିଡ଼ିଆରେ ବହୁତ ବଡ଼ ଗୋଟେ ଖବର ଭାଇରାଲ ହେବାରେ ଲାଗିଛି, ଯାହାକି ମେ 10 ତାରିଖ ଅର୍ଥାତ୍ ଅକ୍ଷୟ ତୃତୀୟାରେ କାଳିଆ ଯୋଜନାର 2000 ଟଙ୍କା ଚାଷୀଭାଇମାନେ ପାଇପାରିବେ। କିନ୍ତୁ ଦେଖନ୍ତୁ, କାଳିଆ ଯୋଜନାର କୌଣସି ଟଙ୍କା ଏବେ ମିଳିବାର ନାହିଁ, କାହିଁକି ନା ଏବେ ଦେଶରେ ଆଦର୍ଶ ଆଚରଣ ବିଧି ଲାଗିଛି। ତେଣୁକରି କାଳିଆ ଯୋଜନାର 2000 ଟଙ୍କା ଆପଣ ମେ 10 ତାରିଖରେ ପାଇପାରିବେ ନାହିଁ। ତା ସହିତ ଦେଶରେ ଆପଣଙ୍କର ନିର୍ବାଚନ ଚାଲୁ ରହିଥିବ, ସେଥିପାଇଁ ଆପଣ ମେ 10 ତାରିଖ ଅର୍ଥାତ୍ ଅକ୍ଷୟ ତୃତୀୟାରେ କାଳିଆ ଯୋଜନା ଅଧୀନରେ ଯେଉଁ ଟଙ୍କା ମିଳିଥାଏ ସେହି ଟଙ୍କା ଆପଣ ପାଇପାରିବେ ନାହିଁ। ତା ସହିତ ଦେଖନ୍ତୁ, କେତେ ତାରିଖରେ ଆପଣ କାଳିଆ ଯୋଜନା ଟଙ୍କା ପାଇପାରିବାର ସମ୍ଭାବନା ରହିଛି। ଦେଖନ୍ତୁ, ନିର୍ବାଚନ ସରିଗଲା ପରେ ପରେ ଆପଣ କାଳିଆ ଯୋଜନା ଅଧୀନରେ 2000 ଟଙ୍କା ପାଇପାରିବେ, ଯାହାକି କୁହାଯାଉଛି ଯେ ଜୁଲାଇରୁ ଅଗଷ୍ଟ ମାସ ଭିତରେ ଆପଣ କାଳିଆ ଯୋଜନା ଅଧୀନରେ 2000 ଟଙ୍କା ପାଇପାରନ୍ତି ବୋଲି ସୂଚନା ମିଳିଛି। ଏହା ସହିତ ଦେଖନ୍ତୁ, 3 ନମ୍ବର ଅପଡେଟ୍ କ'ଣ ରହିଛି। 3 ନମ୍ବର ଅପଡେଟ୍ ରହିଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନାକୁ ନେଇ। ଯଦି ଆପଣଙ୍କ ପାଖରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନାର କୌଣସି କନେକ୍ସନ୍ ନାହିଁ, ତାହେଲେ ଆପଣ ଏବେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନାର ଗୋଟେ କନେକ୍ସନ୍ ନେଇପାରିବେ। କିନ୍ତୁ ଆପଣଙ୍କ ପାଖରେ ରାସନ କାର୍ଡ ଥିବା କଥା। ଯେଉଁମାନଙ୍କ ପାଖରେ ରାସନ କାର୍ଡ ରହିଛି ଏବଂ ସେମାନେ ଯଦି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନାରେ କନେକ୍ସନ୍ ନେଇନାହାନ୍ତି, ସେମାନେ ଆପଣଙ୍କର ଯେଉଁ ଡିଲର ରହିଛି সেই ଡିଲରକୁ ଯାଇକି ଆପଣଙ୍କର ଯାହା ବି ଡକୁମେଣ୍ଟ ରହିଛି, ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍, ଯାହା ବି ଡକୁମେଣ୍ଟ ରହିଛି ସବୁ ଡକୁମେଣ୍ଟ ନେଇକି ଆପଣମାନେ ଆବେଦନ କରିପାରିବେ ଏବଂ ସରକାରଙ୍କ ତରଫରୁ ଯେଉଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା ଅଧୀନରେ ଯେଉଁ ଫ୍ରି କନେକ୍ସନ୍ ଦିଆଯାଉଛି সেই ଫ୍ରି କନେକ୍ସନ୍ ଆପଣମାନେ ପାଇପାରିବେ। ଠିକ୍ ଅଛି, ଏଥିଲା ଆପଣଙ୍କ ପାଇଁ ଆଜି ଦିନର 3ଟି ବଡ଼ ଅପଡେଟ୍। ଆପଣଙ୍କ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଗୋଟେ କମେଣ୍ଟ କରନ୍ତୁ ଏବଂ ପ୍ରତିଦିନ ଏମିତି 3ଟି ବଡ଼ ଅପଡେଟ୍ ଜାଣିବାକୁ ଚାହୁଁଛନ୍ତି ଯଦି ଏହି ଚ୍ୟାନେଲଟିକୁ ଆପଣମାନେ ରେଗୁଲାର ଦେଖୁଥାନ୍ତୁ।